ଜଗନ୍ନାଥ ସାଙ୍ଗମାନେ ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜି ହେଉଛି ମୋ ବ୍ଲଗିଂର 80 ଦିନ ପୁରିଗଲା। ଏଜ୍ ଏ କମ୍ୟୁନିଟି ହେଲ୍ଥ ୱାର୍କର ଭାବରେ କ'ଣ କାମ ରହିଛି ଚାଲନ୍ତୁ ଦେଖିବା। ଆଜି ମୋର ବଟୁଙ୍ଗାଦୁଆ ଗ୍ରାମରେ ଭିଜିଟ୍ ଥିଲା। ମୁଁ ଆଜି ଶ୍ରଦ୍ଧାଞ୍ଜଳି ମହାନାୟକ ଏବଂ ଧ୍ରୁବେନ୍ଦ୍ର ଭାଇ ଘରକୁ ଯାଇଥିଲି, ଯେଉଁମାନେ କି ମାନସିକ ଅସୁସ୍ଥତା ବ୍ୟକ୍ତି ଅଟନ୍ତି। ତ ଚାଲନ୍ତୁ ଯିବା। ଦେଖନ୍ତୁ ମୁଁ ବର୍ତ୍ତମାନ ବଟୁଙ୍ଗାଦୁଆ ଗ୍ରାମରେ ପହଞ୍ଚି ଯାଇଛି। ପ୍ରଥମେ ଯାଇ ତାଙ୍କର ଔଷଧ ଚେକ୍ କରିଥିଲି। ସେମାନେ ଔଷଧ ପ୍ରତ୍ୟେକ ଦିନ ଖାଉଛନ୍ତି ସତ, କିନ୍ତୁ ମାନେ ମେଡ଼ିସିନ ଖାଇବାରେ ମିସିଂ ଅଛି। ତ ତାଙ୍କ ପରିବାର ଲୋକକୁ ଯେତେବେଳେ ପଚାରିଥିଲି, ସେମାନେ 11 ଦିନ ମେଡ଼ିସିନ ମାନେ ଖାଇନଥିଲେ। ତ ତାପରେ ହିସାବ କରିକି ଦେଖିଲା ବେଳକୁ ଯେ 11 ଦିନ ଔଷଧ ବନ୍ଦ ଥିଲା। ତାପରେ ପଚାରିଲା ବେଳକୁ ମାଉସୀ କହିଲେ ହଁ 11 ଦିନ ଔଷଧ ବନ୍ଦ ଥିଲା। ତ ତାପରେ ତାଙ୍କ ପରିବାର ଲୋକକୁ ବୁଝା ଯାଇଥିଲା ଯେ ଗୋଟେ ଦିନ ମଧ୍ୟ ଔଷଧ ବନ୍ଦ ହେବ ନାହିଁ, ପ୍ରତ୍ୟେକ ଦିନ ସେ ଔଷଧ ଖାଇବେ ଯେମିତି ଖାଉଛନ୍ତି, ଆଉ ପୁରା ଡୋଜ୍ କମ୍ପ୍ଲିଟ୍ କରିବେ। ନା କି ଆଜି ବର୍ତ୍ତମାନ ସକାଳେ ଖାଇଲି ତାପରେ ସନ୍ଧ୍ୟାବେଳେ ଖାଇବିନି, ସେଭଳି କରିବେ ନାହିଁ। ତା ସହିତ ଆମର ଯେଉଁ ଶ୍ରଦ୍ଧାଞ୍ଜଳି ଦିଦି ଅଛନ୍ତି ତାଙ୍କର ପାଦ ଗୁଡ଼ାକ ଫୁଲି ଯାଇଛି, ତେଣୁ ତାକୁ ସଜେସନ୍ କରାଯାଇଥିଲା ଯେ ଆପଣ ଟିକେ ଡକ୍ଟର ଦେଖାନ୍ତୁ। ଡକ୍ଟର ଦେଖାଇଲା ପରେ ଆମର ଯେଉଁ ଡକ୍ଟର ଅଛନ୍ତି ସେ କ'ଣ କହୁଛନ୍ତି, କାହିଁକି ନା ଆମେ ତ କହିପାରିବାନି ଯେ ପର୍ଯ୍ୟନ୍ତ ଡକ୍ଟର ନ ଦେଖିଛନ୍ତି। ତାପରେ ସେମାନେ ଯିବେ ବୋଲି, ଡକ୍ଟର ଦେଖିବା ପାଇଁ ଯିବେ ବୋଲି କହିଛନ୍ତି। କହିସାରିଲା ପରେ ମୁଁ ଔଷଧ ଯେଉଁ ଚେକ୍ କରିଥିଲି ଏଇ ମାସ, ତ ନେକ୍ସଟ ଗଲା ମାସ ଯେଉଁ ଆଣିଥିଲେ ଚେକ୍ କଲାରୁ 11 ଦିନର ମେଡ଼ିସିନ ଫେରଫାର ଅଛି, ସେ ଔଷଧ ଖାଆନ୍ତି। ତାପରେ ତାଙ୍କୁ ଦୈନନ୍ଦିନ କାର୍ଯ୍ୟକଳାପରେ ମାନେ କାମ କରିବା ପାଇଁ କୁହାଯାଇଥିଲା। ସକାଳୁ ଉଠିକି ନିତ୍ୟକର୍ମ କରିବା ସହିତ ସବୁକିଛି କାମ ଯେମିତି ଠିକ୍ଠାକ୍ କରିବେ। ମାଉସୀଙ୍କୁ କୁହାଯାଇଥିଲା କି ତାଙ୍କୁ ଆଦେଶ ଦେବା ନିହାତି ଦରକାର, ଆଉ ଆପଣମାନେ ଟିକେ ସେ ଔଷଧ ଯେତେବେଳେ ଖାଉଛନ୍ତି ଟିକେ ଚେକ୍ କରିବା ଦରକାର ସେ ଖାଉଛନ୍ତି କି ନାହିଁ। ତାପରେ ଆମେମାନେ ଧ୍ରୁବ ଭାଇଙ୍କ ସହିତ କଥା ହେଇଥିଲୁ। ଧ୍ରୁବ ଭାଇ ମଧ୍ୟ ସେମିତି 11 ଦିନ ମେଡ଼ିସିନ ଖାଇନଥିଲେ, ତାଙ୍କୁ ମଧ୍ୟ ସେଇ ସେମ୍ କଥା କୁହାଯାଇଥିଲା। ତାପରେ ମୁଁ ମୋର ସେଠି ବ୍ଲଗିଂକୁ କ୍ଲୋଜ୍ କରିଥିଲି ଏବଂ ଆଜି ରହୁଛି। ଧନ୍ୟବାଦ।